ଏଇଠି ଆମେ ଆର ମୁଁ ଶୀର୍ଷକ ଦେଇଛି ମହାନ ଈଶ୍ୱରଙ୍କ ଶ୍ରେଷ୍ଠ ନିୟମ। ମହାନ ଈଶ୍ୱରଙ୍କ ଶ୍ରେଷ୍ଠ ନିୟମ। ଏଇଠି ଆମେ ଦେଖୁଛୁ ପ୍ରଥମ ପଦରେ ସେ କଣ କହୁଛନ୍ତି, ଆମମାନଙ୍କୁ କିଛି ପ୍ରଶଂସା ପତ୍ରର ଆବଶ୍ୟକ ନାହିଁ। କାରଣ ଏଇଟା ଲେଖିବା ପତ୍ରରେ ବୁଝିବୁ କଣ ପାଇଁ ପ୍ରଶଂସା ପତ୍ର। ମୁଁ ସେଇଥିପାଇଁ ୟାର ବ୍ୟାକଗ୍ରାଉଣ୍ଡ ଟା କହୁଛି ଆପଣ ମାନଙ୍କର ପୃଷ୍ଠଭୂମି, ଯେ ସେମାନେ ଯାତ୍ରା କରି, ବିଶେଷ କରି ଜିହୁଦୀ ମାନେ ଯାତ୍ରା କରିବା ସାଙ୍ଗରେ ଗୋଟେ ଅନୁମୋଦନ ପତ୍ର ସେମାନେ ନେଇକି ଯାଉଥିଲେ, ଯେ ୟାଙ୍କୁ ମୁଁ ଜାଣିଛି, ଇଏ ଭଲ ଲୋକ, ୟାଙ୍କୁ ଗ୍ରହଣ କର, ଏମିତି ଥିଲା। ତ ପାଉଲ କହୁଛନ୍ତି ଆମକୁ ସେ ପତ୍ରର ଆବଶ୍ୟକ ନାହିଁ, ଏଟା ତୁମେ ମାନେ ଆମର ହୃଦୟରେ ଲେଖା ହେଇଛ। ପାଉଲ ଗୋଟେ ଜାଗାରେ କଣ କହୁଛନ୍ତି, ଆମେ ଯଦି ମରିବା ଏକତ୍ର ମରିବା। ଆମେ ଭାବି ଦେଖନ୍ତୁ, ଆମେ ଯେତେବେଳେ ମରିବା ଏକତ୍ର ମରିବା। ଆଉ ଗୋଟେ ଜାଗାରେ କହୁଛନ୍ତି ଯଦି ଆବଶ୍ୟକ ହେଇଥାନ୍ତା ତୁମାନେ ତୁମର ଚକ୍ଷୁ ମଧ୍ୟ ମତେ ଦାନ କରିଥାନ୍ତ। କାରଣ ପାଉଲଙ୍କର ଦୃଷ୍ଟି ଶକ୍ତି ଏତେ ପ୍ରଖର ନଥିଲା, ଦେଖିବା ପାଇଁ ତାଙ୍କୁ ଟିକେ କଷ୍ଟ ହଉଥିଲା। ସେଥିପାଇଁ ସେ ଅନେକ ଜାଗାରେ କହୁଛନ୍ତି ମୁଁ ବଡ ବଡ ଅକ୍ଷର ଲେଖିଛି, ସେଇଭଳି ଭାବରେ ସେ ଲେଖୁଛନ୍ତି। ତ ଗ୍ରହଣୀୟ ହେବା ପାଇଁ ଗୋଟେ ପତ୍ର ସେମାନଙ୍କୁ ଦିଆଯାଉଥିଲା। ଏଇଟା ଆମେ ଦେଖିବେ ପ୍ରଥମ କରନ୍ଥୀୟ 16 ପର୍ବ ତାର 3 ପଦ। ଆଉ ମୁଁ ଉପସ୍ଥିତ ହେଲେ ତୁମେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଜେରୁସାଲେମକୁ ତୁମମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି। ତ ଗୋଟେ ପତ୍ର ସହିତ ସେମାନଙ୍କୁ ପ୍ରେରିତ କରାଯାଉଥିଲା। ଏଇଟା ସାଧୁ ପାଉଲ ସେ ଲେଖୁଛନ୍ତି, ଗୋଟେ ଆଜ୍ଞା ପତ୍ର। ଯଦି ଆପଣ ଦେଖିବେ ପ୍ରେରିତ 9 ପର୍ବ 2 ପଦ, ପ୍ରେରିତ 9 ପର୍ବ ତାର 2 ପଦ। ପୁଣି ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଜେରୁସାଲେମକୁ ଆଣିପାରନ୍ତି, ଏଥିସକାଶେ ଦାମାସ୍କସର ସମସ୍ତ ସମାଜଗୃହ ନିକଟକୁ ତାଙ୍କଠାରୁ ପତ୍ର ମାଗିଲେ। ଗୋଟେ ପତ୍ର ନେଇକି ସେ ଯାଉଥିଲେ। ତ ଏଇ କଥାକୁ ଲେଖିଲା ବେଳକୁ ସ୍ପଷ୍ଟ ଆମେ ପ୍ରଥମ ପଦ ପଢିଲେ କଣ ପାଇଁ ପ୍ରଶଂସା ପତ୍ର କଥା ସାଧୁ ପାଉଲ କହୁଛନ୍ତି ବୋଲି ଆପଣ ଭାବିବେ, ଯେ ସେମାନଙ୍କର କଣ ଥିଲା, ବିଶେଷ କରି ଜିହୁଦୀ ମାନଙ୍କର ସଂସ୍କୃତିରେ ସେମାନେ ଯାଉଥିଲେ ଗୋଟେ ସାଙ୍ଗରେ ଗୋଟେ ଅନୁମୋଦନ ପତ୍ର, ଗୋଟେ ରେକମେଣ୍ଡେସନ ଲେଟରଟା ସେମାନେ ନେଇକି ଯାଉଥିଲେ। ଏଇଟା ସେ ଲେଖୁଛନ୍ତି। ଆଉ 2 ପଦରେ କଣ ଲେଖୁଛନ୍ତି, ସେ ଦ୍ୱିତୀୟ କରନ୍ଥୀୟ 3 ପର୍ବ 2 ପଦ, ତୁମେ ମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଓ ସମସ୍ତ ଲୋକଙ୍କର ଜ୍ଞାତ ଓ ପଠିତ ଆମ୍ଭମାନଙ୍କର ପତ୍ର ସ୍ୱରୂପ। ଆମକୁ କିଛି ଦରକାର ନାହିଁ, କାରଣ ତୁମେ ମାନେ କଣ ଆମମାନଙ୍କ ହୃଦୟରେ ଲିଖିତ ପତ୍ର। ପ୍ରଥମ ନିୟମ କେମିତି ଲେଖା ହେଇଥିଲା, ପ୍ରଭୁଙ୍କର ଅଙ୍ଗୁଳିରେ ଲେଖା ହେଇଥିଲା। ଆମେ ତା 3 ପଦ ବି ଦେଖିବା। କିନ୍ତୁ ତୁମେ ମାନେ ଯେ ଆମ୍ଭମାନଙ୍କର ସେବାରେ ଲିଖିତ ଖ୍ରୀଷ୍ଟଙ୍କର ପତ୍ର ସ୍ୱରୂପ ଏହା ପ୍ରକାଶ ପାଉଅଛି, ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତର ଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟ ରୂପ ଫଳ କରେ। କେତେ ମାନେ ୱଣ୍ଡରଫୁଲ ୱେରେ ଆପଣ ଦେଖିବେ ସାଧୁ ପାଉଲ ଏଟାକୁ ଲେଖୁଛନ୍ତି। ପ୍ରଥମ ନିୟମ କେମିତି ଲେଖା ହେଇଥିଲା, ଈଶ୍ୱରଙ୍କ ଅଙ୍ଗୁଳିରେ। ଟିକେ ପଢିବା ସେ ପଦଟା, ଯାତ୍ରା ପୁସ୍ତକ ତାର 31 ପର୍ବ 18 ପଦ। ଯାତ୍ରା 31:18। ତହୁ ସେ ସିନୟ ପର୍ବତରେ ମୂଷାଙ୍କ ସହିତ କଥା ସାଙ୍ଗ କରି ସାକ୍ଷ୍ୟ ସ୍ୱରୂପ 2 ପଟା ଅର୍ଥାତ୍ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ 2 ପ୍ରସ୍ତର ପଟା ତାଙ୍କୁ ଦେଲେ। ପ୍ରଭୁ କଣ କଲେ, ନିଜ ଅଙ୍ଗୁଳିରେ ଲେଖିଥିବା 2ଟି ମାନେ ପଟା ତାଙ୍କୁ ଦେଲେ, 2ଟି ଫଳକ ତାଙ୍କୁ ସେ ଦେଲେ। ଆପଣ ମସ୍ତ ଖୋଲନ୍ତୁ ଦ୍ୱିତୀୟ ବିବରଣ 5 ପର୍ବ 22 ପଦ। ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚ ସ୍ୱରରେ କହିଲେ, ଆଉ କିଛି କହିଲେ ନାହିଁ। ତହୁ ସେ ଏହି ସମସ୍ତ କଥା 2 ଖଣ୍ଡ ପ୍ରସ୍ତର ପଟାରେ ଲେଖି ମତେ ସମର୍ପଣ କଲେ। କାହିଁରେ ଲେଖିକି ଦେଲେ, ପ୍ରସ୍ତର ପଟାରେ ଲେଖିକି ଦେଲେ। କିନ୍ତୁ ଭାବବାଦୀ ଗଣ କଣ କରୁଥିଲେ, ଭବିଷ୍ୟତ କାଳରେ ପ୍ରଭୁ ଏକ ନୂଆ ନିୟମ ଲେଖିବେ, ଆଉ କେମିତି ଲେଖିବେ ସେଇଟା ମଧ୍ୟ ଲେଖାଯାଉଛି। ଯିସାଇ ତାର 2 ପର୍ବ 3 ପଦ।
ଯେସାଏ 2 ପର୍ବ 3 ପଦ। ପୁଣି ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ। ତହିଁରେ ସେ ଆପଣା ପଥ ବିଷୟ ଆମମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସିଓନ ଠାରୁ ବ୍ୟବସ୍ଥା ଓ ଜେରୁସାଲେମ ଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ଏଠି କଣ କୁହାଯାଉଛି ଯେ ଭବିଷ୍ୟତ କାଳରେ ପ୍ରଭୁ ଗୋଟେ ନୂଆ ନିୟମ ଦେବେ, ଏଇଟା ସେ ଲେଖୁଛନ୍ତି। ଆମେ ଯଦି ଦେଖିବା ସେଇଟା ଜିରିମିୟଙ୍କ ପୁସ୍ତକ ତାର 31 ପର୍ବ 31 ରୁ 34, ଜିରିମିୟ 31 31 ରୁ 34। ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି, ମିଶର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମ ଅନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। ମାତ୍ର ସଦାପ୍ରଭୁ କହନ୍ତି, ସେଇ ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ପୁଣି ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। କେତେ ସୁନ୍ଦର ଭାବରେ ଦେଖନ୍ତୁ ଲେଖା ଯାଉଛି ଯେ ପରମେଶ୍ୱର କଣ କରିବେ, ଯେ ଭବିଷ୍ୟତରେ ହୃଦୟରେ ନୂଆ ନିୟମକୁ ସେ ଲେଖିବେ। ଆଉ ତା କଣ କେମିତି ଲେଖିବେ? ଆଉ ପ୍ରସ୍ତର ଲେଖିବେ ନାହିଁ, ସେମାନଙ୍କ ମାଂସମୟ ହୃଦୟରେ ସେ ଲେଖିବେ। ଯଦି ଆପଣ ଦେଖିବେ ଏସବୁ ବିଷୟ ଭାବବାଦୀ ମାନେ କହୁଛନ୍ତି। ତେଣୁ ଆପଣ ମାନେ ଦେଖିବେ, ଯଦି ଭାବବାଦୀ ମାନେ ଅଛନ୍ତି, ଯଦି ଗୋଟିଏ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଗୋଟିଏ ବିଷୟକୁ ନିର୍ଦ୍ଦେଶ କରି ଯିବେ, ଗୋଟିଏ ବିଷୟକୁ ଉଲ୍ଲେଖ କରି ଯିବେ। ଜିହିଜିକେଲ ପୁସ୍ତକଟି ଖୋଲନ୍ତୁ ମୋ ସହିତ, 11 ଅଧ୍ୟାୟ 19-20। ଆଉ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା। ତହିଁରେ ସେମାନେ ଆମ୍ଭର ବିଧି ମତେ ଆଚରଣ କରିବେ ଓ ଆମ୍ଭର ନିୟମ ସବୁ ମାନ୍ୟ କରି ପାଳନ କରିବେ। ପୁଣି ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା। ଦେଖନ୍ତୁ ପରମେଶ୍ୱରଙ୍କର ନିୟମ ଦେବା ସହ କହୁଛନ୍ତି, ଏବେ ଆଉ ସେଇ ପ୍ରସ୍ତରରେ ଆମେ ସେ ନିୟମ ଦେବା ନାହିଁ, ଆମେ ଯୋଉ ନିୟମ ଦେବା ସବୁ ହୃଦୟରେ ଲେଖିବା, ମାଂସମୟ ହୃଦୟରେ ଲେଖିବା। ଏଇଟା ଆଉ ଫଳକ ପଥର ଲେଖା ନଥିବ। ତାପରେ କଣ ହେବେ? ଏଇ ଲୋକମାନେ ଆମ୍ଭର ଲୋକ ହେବେ, ସେଇଟା ସେ ଲେଖୁଛନ୍ତି। ଆମେ ଯୋଉ 2 Corinthians 3 ପର୍ବ ତାର 3 ପଦରେ ଦେଖୁଥିଲୁ ଯେ ପୁଣି ତୁମେମାନେ ଯେ ଆମ୍ଭମାନଙ୍କ ସେବାର ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ ଏହା ପ୍ରକାଶ ପାଉଅଛି, ତା କାଳିରେ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ। এটা ପ୍ରଭୁ ହସ୍ତରେ ଲେଖିଥିଲେ, ଏଇଟା ଏବେ ଆତ୍ମାଙ୍କ ଦ୍ୱାରା ଲେଖୁଛନ୍ତି। କି ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଛନ୍ତି। ତାପରେ ଆମେ ଯଦି ଯିବା 4-5 ପଦକୁ, ସେଇଠି କଣ କହୁଛନ୍ତି ସେ 4-5 ପଦରେ, ଆଉ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ୱାସ ଅଛି, ଆମ୍ଭେମାନେ ତ ନିଜ ଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କ ଠାରୁ। ହାଲେଲୁୟା। এইটা ଆପଣ ଦେଖିବେ, ଜିହୁଦୀ ମାନେ ଏ ପାଲେଷ୍ଟାଇନ ଦେଶରୁ ଯେତେବେଳେ ବାହାରକୁ ଯାଉଥିଲେ, ଗୋଟେ କଥା କହୁଥିଲେ ଯେ ଆମର ପ୍ରଭୁ ଆମ ପାଇଁ ସଫିସିଏଣ୍ଟ ଅଟନ୍ତି। ଆମ ପାଇଁ ସଫିସିଏଣ୍ଟ ମାନେ ସେ ଯଥେଷ୍ଟରୁ ମଧ୍ୟ ଆମ ପାଇଁ ଅଧିକ ଅଟନ୍ତି। ଏଇ କଥା ସେମାନେ ବାହାରେ ଯିବା ସମୟରେ ସେମାନେ ପ୍ରକାଶ କରୁଥିଲେ। ଆମ ଈଶ୍ୱର ଆମ ପାଇଁ ଯଥେଷ୍ଟରୁ ଅଧିକ ଅଟନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ସାଧୁ ପାଉଲ
ଜୀବନରେ ଦେଖିବେ ସେ ଈଶ୍ୱରଙ୍କ ଠାରୁ ବା ଖ୍ରୀଷ୍ଟଙ୍କ ଠାରୁ ଅଧିକ କିଛି ଆବଶ୍ୟକ କରୁନାହାନ୍ତି। ଆମକୁ ଖ୍ରୀଷ୍ଟ ମଧ୍ୟ ଦରକାର ନାହିଁ, ଖ୍ରୀଷ୍ଟ ହିଁ ଦରକାର, ଆଉ ଖ୍ରୀଷ୍ଟ ହିଁ ଶ୍ରେଷ୍ଠ ଅଟନ୍ତି। ଏଇ ଜଗତରେ ବାକି ଲୋକମାନଙ୍କ ପାଇଁ କଣ କଣ ଦରକାର, ସେମାନେ ଦରାଣ୍ଡି ହଉଛନ୍ତି, କାଙ୍ଗାଳି ହଉଛନ୍ତି, ବ୍ୟତିବ୍ୟସ୍ତ ହଉଛନ୍ତି। ଆପଣଙ୍କୁ ମତେ ଏତେ କାଙ୍ଗାଳି ହବାର ଆବଶ୍ୟକ ନାହିଁ। ଆମର ପ୍ରଭୁ ଅଲ୍ ସଫିସିଏଣ୍ଟ ଗଡ, ଅଲ୍ ସଫିସିଏଣ୍ଟ ଗଡ। ଏଗୁଡାକ କାଲି ନଥିଲା, ଆଜି ଅଛି, କାଲିକି ନଥାଇପାରେ, କାଲିକି ନଥାଇପାରେ। ଏମାନେ କଣ କହୁଛନ୍ତି, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କ ଠାରୁ। ହାଲେଲୁୟା। ଆପଣଙ୍କର ସାମର୍ଥ୍ୟ, ସେଇଥିପାଇଁ ସେ ଗୀତ ଆମେ ଗାଉଛୁ, ତେରେ ସାମର୍ଥ୍ୟ ସେ ଭରିଦେ ମୁଝେ। ପ୍ରଭୁ ତୁମର ସାମର୍ଥ୍ୟରେ ଭରିଦେଲେ, ମୁଁ ଦୁଃଖ ଆସୁ, କଷ୍ଟ ଆସୁ, ଅଭାବ ଆସୁ, ପ୍ରାଚୁର୍ଯ୍ୟତା ଆସୁ, ମୁଁ କିଛି ବି ବ୍ୟତିବ୍ୟସ୍ତ ହେବିନି। କାଲିକି ଆପଣଙ୍କୁ ଗୋଟେ କୋଟି ଟଙ୍କା ମିଳିଯାଉ ବା କୋଟି ଟଙ୍କା କ୍ଷତି ହେଇଯାଉ, କିଛି ଫରକ ପଡିବ ନାହିଁ, କାରଣ ଖ୍ରୀଷ୍ଟଙ୍କୁ ଆପଣ ହରେଇ ପାରିବେନି। ସାଧୁ ପାଉଲ କହୁଛନ୍ତି, ମୁଁ ସବୁ ହରେଇ କରି ଖ୍ରୀଷ୍ଟଙ୍କୁ ଲାଭ କରିଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏହା ବୁଝିବାକୁ। ତାପରେ ସେ କଣ କହୁଛନ୍ତି, 6 ପଦ ଯଦି ଆମେ ଦେଖିବା, ସେଇ 2 Corinthians 3 ପର୍ବ ତାର 6 ପଦରେ, ସେ ତ ଆମ୍ଭମାନଙ୍କ ଅକ୍ଷର ସେବକ କରିନାହାନ୍ତି, ମାତ୍ର ଆତ୍ମାଙ୍କ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି। କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ଆତ୍ମା ଜୀବନଦାୟକ। ମାନେ ଲିଖିତ ପତ୍ରର ଆଜ୍ଞାର ସେ ପାର୍ଥକ୍ୟ ଜଣାଉଛନ୍ତି। ଗୋଟେ ହଉଛି ଅକ୍ଷରର, ଆଉ ଗୋଟେ ଆତ୍ମାର ପତ୍ର। ପ୍ରଭୁ ସେବକ କେମିତି କରିଛନ୍ତି, ଅକ୍ଷରର ସେବକ ନୁହେଁ, ଆତ୍ମାଙ୍କର ସେବକ। ତେଣୁ ଆପଣ ଦେଖିବେ, ପ୍ରଭୁଙ୍କ ଦାସ ମାନେ ପ୍ରଭୁଙ୍କର ବାକ୍ୟ ବ୍ୟାଖ୍ୟା କରିବା ସମୟରେ ସେ ବାକ୍ୟ ଆମ ପାଖରେ ଜୀବନ୍ତ ହେଇଯାଏ। କାରଣ ଥିଓରିଟିକାଲ ମେସେଜ ନଥାଏ, ସେଇଟା ଡ୍ରାଏ ନଥାଏ, ଶୁଷ୍କ ନଥାଏ। ଅକ୍ଷର ଶୁଷ୍କ ଅଟେ, କିନ୍ତୁ ଆତ୍ମା ସାମର୍ଥ୍ୟ ଅଟେ। ତେଣୁ ବାକ୍ୟ ଶୁଣିବା ସମୟରେ ବେଳେ ବେଳେ ଆମମାନଙ୍କ ଜୀବନରେ ଏ ପ୍ରକାର ଆର୍ଦ୍ରତା ଆସିଯାଏ। ଶୁଷ୍କ ଜୀବନରେ ଆମେ ରିଫ୍ରେଶ ହେଇଯାଉ। କାରଣ ଈଶ୍ୱରଙ୍କର ବାକ୍ୟ କେମିତି ସେ ମନ୍ଦ ମନ୍ଦ ବୃଷ୍ଟି ହଉଥିବା କାକର ତୁଲ୍ୟ। ଆପଣଙ୍କ ଶୁଷ୍କ ପ୍ରାଣକୁ କଣ କରିଦିଏ, ସେଇଟା ପୁରା ସନ୍ତରା କରିଦିଏ। ଆଜିକାଲି ଦେଖିବେ ବର୍ଷା ଯୋଉ ଚାଲିଛି, ମାଟି ପୁରା ଅଦା ହେଇଯାଇଛି, ନାଇକି? ଏବେ ସେଠି ଆପଣ ଆରାମରେ ବିହନ ବୁଣି ପାରିବେ, ବିହନ ବୁଣି ପାରିବେ। ମୁଁ କହିବା ପାଇଁ ଚାहे ପରମେଶ୍ୱର କଣ କରିଛନ୍ତି, ଅକ୍ଷରର ସେବକ ନ କରିକି ଆତ୍ମାର ସେବକ। ଆପଣ ପଦ ପଢିବେ, ପଢିବା ଜିହେଜିକଲ 36 ପର୍ବ, ଜିହେଜିକଲ 36 ତାର 26 ଆଉ 27। ଆହୁରି ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା, ଆଉ ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧି ରୂପ ପଥରେ ଚଳାଇବା। ତହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ସେ ଶାସନ ସକଳ କେମିତି ଆପଣ ପାଳନ କରିପାରିବେ? କାରଣ ପ୍ରଭୁ କହୁଛନ୍ତି, ଆମ୍ଭେ ତୁମମାନଙ୍କ ଅନ୍ତରରେ ଆମର ଆତ୍ମା ସ୍ଥାପନ କରିବା। ପ୍ରଭୁଙ୍କର ଆତ୍ମାକୁ କଣ କରିବେ? ଆମ ହୃଦୟରେ ଏଷ୍ଟାବ୍ଲିଶ କରିବେ। ପୁରାତନ ନିୟମରେ ଦେଖିବେ, ପ୍ରଭୁଙ୍କ ଆତ୍ମା ସବୁବେଳେ ଅଧିଷ୍ଠାନ କରୁନଥିଲେ, ସମୟ ସମୟରେ ଅଧିଷ୍ଠାନ କରୁଥିଲେ। କିନ୍ତୁ ଏବେ ସେ ଆମମାନଙ୍କ ସହିତ ସଦାକାଳ ରହିବା ପାଇଁ ସଦାପ୍ରଭୁ ପବିତ୍ର ଆତ୍ମାକୁ ଦେଇଛନ୍ତି। ହାଲେଲୁୟା। ତେଣୁ ଆପଣ କୌଣସି ପରିସ୍ଥିତିରେ ଏକୁଟିଆ ନୁହନ୍ତି, ଏକୁଟିଆ ନୁହନ୍ତି। ସେ ଗୀତ ଆମେ ଗାଉଛୁ, ତେରେ ସାମର୍ଥ ସେ ଭରଦେ ମୁझे, रहूं मैं तेरी सदा। ପ୍ରଭୁ ତୁମର ସାମର୍ଥ୍ୟରେ ମତେ ଯଦି ଭରିଦେବ ପ୍ରଭୁ, ମୁଁ ତୁମର ଆତ୍ମାରେ ପୂର୍ଣ୍ଣ ହେଇକି ରହିଛି। ପ୍ରଭୁଙ୍କ ନାମର ଜୟଗାନ ହଉ, ପ୍ରଭୁଙ୍କ ନାମର ସ୍ତୁତି ହଉ। ଏବେ ସେ କଣ କରୁଛନ୍ତି? ଏବେ ନୂତନ ହୃଦୟ ଦେବା, ନୂତନ ଆତ୍ମା ଦେବା, ଆଉ କଣ କରିବା? ସେ ପ୍ରସ୍ତରର ହୃଦୟ କାଢି ନେବା, ଆଉ ଆମ୍ଭେ ସେମାନଙ୍କୁ ମାଂସମୟ ହୃଦୟ। ତେଣୁ ସେ କଣ କରୁଛନ୍ତି? ଏବେ ଆମେ ଅକ୍ଷରର ସେବକ ଆଉ ନହୁଁ, ଆମେ ଏବେ ଆତ୍ମାଙ୍କର ସେବକ।
ତାପରେ ଆମେ ଯଦି ଦେଖିବା ତାପରେ 7 ପଦରୁ 18 ପଦ ପର୍ଯ୍ୟନ୍ତ ସେ ଆଉ ଗୋଟେ କଥା କହୁଛନ୍ତି, ମାନେ ସେ ଦୁଇଟି ନିୟମ ବିଷୟ। ପ୍ରଥମେ ଆମେ ଦେଖିଲୁ ଈଶ୍ୱରଙ୍କ ଠାରୁ ମହାନତା, ଆମେ ଯୋଉ ମହାନତା ଦେଖୁଛୁ ଈଶ୍ୱରଙ୍କ ଠାରୁ, ଆଉ ଦ୍ୱିତୀୟରେ ଦୁଇଟି ନିୟମ ମଧ୍ୟ, ଏଟା ବି ମହାନ ନିୟମ ଅଟେ, ଶ୍ରେଷ୍ଠ ନିୟମ ଅଟେ। ଆମେ ଯଦି ପଢିବା ଏକାଥରକୁ 7ରୁ ପଢି ପଢି ଯିବା 18 ପଦ ପର୍ଯ୍ୟନ୍ତ। ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ, ତେବେ ଆତ୍ମିକ ସେବା କାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ? କାରଣ ଯଦି ଦଣ୍ଡାଜ୍ଞାର ସେବା କାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବା କାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ। ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବ ବିହୀନ ହୋଇଅଛି। କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ। ଅତଏବ ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ। ଆଉ ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେ ପ୍ରକାରେ ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେ ପ୍ରକାର କରୁନାହୁଁ। କିନ୍ତୁ ସେମାନଙ୍କର ଜ୍ଞାନ ଚକ୍ଷୁ ଜଳୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି। ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣ ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉନାହିଁ। ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ଯେଣୁ ପ୍ରଭୁ ଯେ କି ଆତ୍ମା, ତାହାଙ୍କ ଠାରୁ ଏହି ସବୁ ହେଉଅଛି। ପ୍ରେଜ୍ ଦ ଲର୍ଡ। ଏଠି ଆମେ ଦେଖୁଛୁ 7 ପଦରେ ପାଉଲ କଣ ଲେଖୁଛନ୍ତି ଦେଖନ୍ତୁ, ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ ଇସ୍ରାଏଲ ସନ୍ତାନ ମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ। ମୋଶା, ଆମେ ପୁରାତନ ନିୟମରେ ଦେଖୁଛୁ, ଯେତେବେଳେ ମୋଶା ପ୍ରଭୁଙ୍କ ସହିତ ରହିଲେ 40 ଦିନ 40 ରାତି ରହିକି ଫେରୁଛନ୍ତି, ତାଙ୍କର ମୁଖରେ ଗୋଟେ ତେଜ ଆସିଯାଇଥିଲା। ଆଉ ସେଇ ତେଜ ସକାଶେ ଲୋକମାନେ ମୋଶାଙ୍କୁ ସାମ୍ନା ସାମ୍ନି ଦେଖି ପାରୁନଥିଲେ। ତେଣୁ ମୋଶାଙ୍କୁ କଣ କରିବା ପାଇଁ ପଡୁଥିଲା? ମୁହଁରେ ଗୋଟେ ଆବରଣ ଦେବା ପାଇଁ ପଡୁଥିଲା। ମାନେ ଭାବି ଦେଖନ୍ତୁ, ପ୍ରଭୁଙ୍କ ସହିତ ଯଦି ଜଣେ ଲୋକ ଯାଇ ରହିକି ଆସିବ, ସେ କେମିତି ଦେଖାଯିବ? ସେ ଆତ୍ମିକ ତେଜରେ ପରିପୂର୍ଣ୍ଣ ହବ। ଏବେ ଯଦି କେହି କୌଣସି ଗୋଟେ ମହାନ ଲୋକର ପୁଅର ବାହାଘରେ ଯାଇକି ଆସିବ, ଆସିଲା ପରେ ସେ କେତେ ଦିନ ଖୁସିରେ ଥିବ ନା ନାଇଁ? ଧରି ନିଅନ୍ତୁ ଜଣେ ଲୋକ ଫ୍ଲାଇଟ ରେ ଯାଇକି ଆସିଲା, ଓହ୍ଲେଇଲା ପରେ ସେ ଫ୍ଲାଇଟ ର ଫିଲିଂ ଟା ତାଠି ଥିବ ଟିକେ। ସେ ଅଟୋରେ ବସିକି ଯାଉଥିବ, ଗାଁର ମାଟିରେ ଚାଲିକି ଯାଉଥିବ, କିନ୍ତୁ ଫିଲିଂ ଟା କଣ ଥିବ? ସେ ଉଡାଜାହାଜରେ ବସିଲା ଫିଲିଂ ଟା କେତେ ଦିନ ପର୍ଯ୍ୟନ୍ତ ଥିବ। ଯଦି ଜଣେ ଲୋକ ଆମେରିକା ଯାଇକି ଆସିଥିବ, କେତେ ଦିନ ପର୍ଯ୍ୟନ୍ତ ତାର ମୁଖରେ ସେ ଆମେରିକାର ଭାବ ଥିବ, ତାର ଚାଲିବାରେ, ତାର କାର୍ଯ୍ୟକଳାପରେ, ପରେ ପରେ ସେ ଦେଶୀ ହେଇଯିବ ପୁରା। ତ ଏଇଠି ଆମେ ଦେଖୁଛୁ ଗୋଟେ ବିଷୟ ଯେ ମୋଶା ଯେ ପ୍ରଭୁଙ୍କ କତିରୁ ବ୍ୟବସ୍ଥା ଆଣିଲେ, କାରଣ ଏଇ ଲୋକମାନେ ଈଶ୍ୱରଙ୍କୁ ଜାଣିନାହାନ୍ତି, ଖ୍ରୀଷ୍ଟଙ୍କୁ ଜାଣିନଥିଲେ। ଏମାନେ ମୋଶାଙ୍କର ସେ ବ୍ୟବସ୍ଥା ଯୋଉ ପାଇଥିଲେ ତାକୁ ହିଁ ଶ୍ରେଷ୍ଠ ବୋଲି ଭାବୁଥିଲେ, ଆଉ ମୋଶାଙ୍କୁ ହିଁ ଗୋଟେ ଶ୍ରେଷ୍ଠ ଆଧ୍ୟାତ୍ମିକ ନେତା ଭାବରେ ଏମାନେ ଗ୍ରହଣ କରିଥିଲେ। ଏମାନଙ୍କର ଏହା ଥିଲା। କିନ୍ତୁ ପାଉଲ କଣ କହୁଛନ୍ତି ଆମେ ଦେଖୁଛୁ ଯେ ସେଇ ଦଣ୍ଡର ସେବା କାର୍ଯ୍ୟ ଏତେ ଯଦି ଗୌରବଯୁକ୍ତ ଥିଲା, ତେବେ ଏହି ଆଧ୍ୟାତ୍ମିକ ସେବା କାର୍ଯ୍ୟ କେତେ ଆହୁରି ଗୌରବଯୁକ୍ତ ନ ହବ? ସେ ଦୁଇଟା ମହାନ, ସେଇଟା ବି ମହାନ ବ୍ୟବସ୍ଥା ଥିଲା, କାରଣ ସେ ବ୍ୟବସ୍ଥା ପ୍ରଭୁ ଲେଖିକି ଦେଇଥିଲେ। ଆଉ ସେ ବ୍ୟବସ୍ଥା ଆଣିବା ଲୋକ ମୋଶା କେମିତି ଥିଲେ? ତାଙ୍କର ମୁଖର ତେଜ ଲୋକ ଦେଖି ପାରୁନଥିଲେ,
ତେବେ ଏଇ ଦ୍ୱିତୀୟ ଆତ୍ମିକ ବ୍ୟବସ୍ଥା ଦେବା ଖ୍ରୀଷ୍ଟ ଆଉ ତାଙ୍କର ଗୌରବ ତାଠାରୁ କେତେ ଅଧିକ ଶ୍ରେଷ୍ଠ ନଥିବ। ଭାବି ଦେଖନ୍ତୁ, ଆମମାନଙ୍କ ଘରେ ବି ସେ ମଶାଙ୍କର ସେଇ 10 ଆଜ୍ଞା ସମସ୍ତଙ୍କ କାନ୍ଥରେ ଗୋଟେ ଗୋଟେ ଥିବ, ହେଲେ ହୃଦୟରେ ଏକା ନଥିବ, କିନ୍ତୁ କାନ୍ଥରେ ଥିବ। ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ ବୋଲି କହିଥିବେ, ସେଠି ଆଉ ବସି ମିଛ କହୁଥିବେ। ଦେଖି ସେଇଠି ବସି ମିଛ କହୁଥିବେ। ଦେଖି ଆପଣ ପ୍ରତିବାସର କୌଣସି ବିଷୟକୁ ଲୋଭ କର ନାହିଁ, ଫ୍ରିଜ ଟା ଭଲ ଅଛି ଲୋ, କୋଉଠୁ ଆଣିଲୁ, ତାର ଭିତରେ ପଳେଇ ଆସିଥିବ ସେଇଟା ଗୋଟେ, ସବୁ ଆସିବ। ତୁମେ ପ୍ରତିମା ପୂଜା କର ନାହିଁ, ଦେଖିଲା ବେଳକୁ ଶାଶୁ ଶ୍ୱଶୁର ପାଇଁ ରାନ୍ଧି ରାନ୍ଧି ବସିଥିବ, ବାଇବେଲ ବି ପଢୁନଥିବ ସେ। ତାଙ୍କ ପାଇଁ ପ୍ରତିମା କିଏ? ତାଙ୍କ ପାଇଁ ପ୍ରତିମା ଶାଶୁ ଶ୍ୱଶୁର। ଅନେକ ସ୍ତ୍ରୀ ଲୋକମାନେ ପିଲା ଛୁଆଙ୍କୁ ପାଠ ପଢେଇବାର ଅଛି ବୋଲି ଏତେ ମାତି ଯାଇଥାନ୍ତି ଯେ ଗିର୍ଜା ପ୍ରାର୍ଥନା ବି ମନେ ନଥିବ। ତା ମାନେ କଣ? ସେମାନଙ୍କ ପାଇଁ ଛୁଆ ମାନେ ହଉଛନ୍ତି ଈଶ୍ୱରଙ୍କ ରିପ୍ଲେସମେଣ୍ଟ। ଈଶ୍ୱରଙ୍କ ପରିବର୍ତ୍ତେ କହିବା ପାଇଁ ଚାହେଁ ସବୁ କାର୍ଯ୍ୟ କରିବା, କିନ୍ତୁ ପ୍ରଭୁଙ୍କ ଠାରୁ ଶ୍ରେଷ୍ଠ ସ୍ଥାନ କାହାରିକୁ ଦେବାନି, କାହାରିକୁ ଦେବାନି। ପ୍ରଭୁ ଆମମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ପ୍ରିୟ ଭାଇ ଭଉଣୀ, ଦିନେ ମୁଁ ପ୍ରାର୍ଥନାରେ ବସିଥାଏ, ପ୍ରାର୍ଥନାରେ ବସିବା ସମୟରେ ମୁଁ ପ୍ରଭୁଙ୍କ ସମ୍ମୁଖରେ ହିଁ ଗୋଟେ ନିଷ୍ପତ୍ତି ନେଲି। ସେଇଟା ଥିଲା 2010 ମସିହାରେ। ମୋର ବାଇବଲରେ ମୁଁ ସେଇଦିନ ଲେଖିଦେଇଛି, ଏଇଟା ମୋର ପୁରୁଣା ବାଇବଲଟା। ଏଇଟା ମୋର ପୁରୁଣା ବାଇବଲରେ ମୁଁ ଗୋଟେ ବିଷୟ ଲେଖିଛି, ଆଉ ମୋର ସବୁଦିନ ମନେ ଅଛି, ସବୁବେଳେ ମନେ ଥିବ। ସେଟା ହଉଛି କଣ? ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅଧିକ ପ୍ରେମ ଆଉ କାହାକୁ କରେ, ମୁଁ ବଞ୍ଚି ରହିବା ଅପେକ୍ଷା ମୃତ୍ୟୁ ଭୋଗ ଉତ୍ତମ ମନେ। ଏଟା 11 ଜୁନ 2010 ରାତି 1:24 ପ୍ରାର୍ଥନା କରିବା ସମୟରେ ଏଇଟା ମୋର ନିଷ୍ପତ୍ତି ଥିଲା। ଆଉ ତାପରେ ମୁଁ ଗୋଟେ ପ୍ରାର୍ଥନା କରିଥିଲି, ସେ ପ୍ରାର୍ଥନା ମଧ୍ୟ ମୁଁ ଏଠି ଲେଖିଛି। ସେ ପ୍ରାର୍ଥନା ମଧ୍ୟ ମୋର ମନେ ଥାଉ, ପବନରେ ମୁଁ ପ୍ରାର୍ଥନା କରି ନାହିଁ ବୋଲିକି। ସେ ପ୍ରାର୍ଥନାଟା କଣ? ଏ ସର୍ବଶକ୍ତିମାନ ପ୍ରଭୁ, ତୁମ ନିମନ୍ତେ ମତେ ଏପରି ବ୍ୟବହାର କର, ଆଉ ଏତେ ବ୍ୟବହାର କର ଯେ ମୁଁ ନିଜ ନିମନ୍ତେ ଏବଂ ଅନ୍ୟ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଅଦରକାରୀ ହୋଇଯାଏ। ଆମେନ ବୋଲି। ମାନେ ମୋର ନିଜ ପାଇଁ ବା ଅନ୍ୟ କୋଉ କାମ ପାଇଁ ମଧ୍ୟ ମୁଁ ଅଦରକାରୀ ହେବା ଦରକାର, ଖାଲି ପ୍ରଭୁଙ୍କର କାର୍ଯ୍ୟ ପାଇଁ ଦରକାରୀ ହେବା ଦରକାର। ଆଉ ଯୋଉ ଦିନ ମୁଁ ସେବା ପାଇଁ ଆସିଲି, ସେଇଦିନ ମୋର ବାଇବଲରେ ଗୋଟେ ପଦଟି ଲେଖିଥିଲି, ଗୋଟେ ଗୀତର ଗୋଟେ ପଦ ଲେଖିଥିଲି। ସେଇଟା ଥିଲା, ମୋ ପଶ୍ଚାତଗାମୀ ହୋଇଣ କହନ୍ତି ବୀର ଖ୍ରୀଷ୍ଟ, ସ୍ୱଇଚ୍ଛା ସବୁ ଛାଡ଼ିଣ ତୁ ମାନ ମୋର ଇଷ୍ଟ, ତୁ କୃଷ ଘେନ ଧୈର୍ଯ୍ୟରେ ଓ ଚାଲ ମୋର ମାର୍ଗରେ। এইটা ମୁଁ ଲେଖିଥିଲି, କାରଣ ଗୋଟିଏ ମୋର ଜୀବନ, ଆଉ ମୋର ଜୀବନ ଲକ୍ଷ୍ୟ ପ୍ରଭୁଙ୍କୁ ଜାଣିବା ଆଉ ଜଣେଇବା, ପ୍ରଭୁଙ୍କୁ ଜାଣିବା ଆଉ ଜଣେଇବା। ତ ଏଇଠି ଆମେ ଦେଖୁଛୁ, ମୁଁ କାହିଁକି ଏ କଥା କହିଲି ଯେ ଦଣ୍ଡର ସେବା କାର୍ଯ୍ୟ ବା ଅକ୍ଷରର ସେବା କାର୍ଯ୍ୟ ଯଦି ଏତେ ଗୌରବଯୁକ୍ତ ଥିଲା, ତାହେଲେ ଏ ଧାର୍ମିକତାର ସେବା କାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହବ। ଆଉ ତାପରେ ଆମେ ଦେଖୁଛୁ ଯେ ପ୍ରତ୍ୟେକ ସମାଜ ଗୃହରେ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏଇ ନିୟମଟା, ମାନେ ବାଇବଲଟା ପ୍ରଚଳିତ ହେବା ପର୍ଯ୍ୟନ୍ତ କୋଉଟା ଥିଲା? ମଶାଙ୍କର ପ୍ରଚାରକ ମାନେ ବା ପ୍ରାଚୀନ ମାନେ ପ୍ରତ୍ୟେକ ମଣ୍ଡଳୀରେ ଯାଇକି, ମଣ୍ଡଳୀ ମାନେ ସମାଜ ଗୃହରେ ଯାଇକି ସେଗୁଡିକ ପାଠ କରୁଥିଲେ, ଆଉ ଲୋକମାନେ ସେଗୁଡିକ ଶୁଣୁଥିଲେ। ଆମେ ଦେଖୁଛୁ 14 ପଦରେ ସେଇଟା। କିନ୍ତୁ ସେମାନଙ୍କର ଜ୍ଞାନ ଚକ୍ଷୁ ଜଡୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ କରିବା ସମୟରେ ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କ ଠାରେ ସେଇ ଆବରଣ ଲୋପ ହେଉଅଛି, ଏହା ପ୍ରକାଶ ପାଉନାହିଁ। ଖ୍ରୀଷ୍ଟଙ୍କ ଠାରେ ସେଇଟା ଲୋପ ହେବା କଥା, କାରଣ ଖ୍ରୀଷ୍ଟ ଶ୍ରେଷ୍ଠ ମଶା ଅଟନ୍ତି, ମଶାଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଜଣେ ଭାବବାଦୀ ଅଟନ୍ତି। କୁହାଯାଇଥିଲା ଏମିତି ଜଣକୁ ଉଠାଇବା ବୋଲି, ପ୍ରଭୁ ଉଠି ସାରିଲେଣି। ମଶାଙ୍କ ବ୍ୟବସ୍ଥା ଠାରୁ ଶ୍ରେଷ୍ଠ ବ୍ୟବସ୍ଥା ଖ୍ରୀଷ୍ଟ ଦେଇ ସାରିଲେଣି, ଆଉ ସେଇଟା ଆମମାନଙ୍କର ଗ୍ରହଣୀୟ ହେବା ଦରକାର। କାରଣ ସେ କଣ କହୁଛନ୍ତି 16 ଆଉ 17ରେ, କିନ୍ତୁ ପ୍ରଭୁଙ୍କର
प्रति फेरिले से आवरण अपसारित हुए। प्रभु आत्मा अटंती जे माने प्रभुंकर आत्मा सेठारे कौन करती बास करती स्वाधीनता मध्य दियंती। जोटी आत्मा सेठी स्वाधीनता। प्रभु आमान को अनुग्रह करंतु कारण लिखित ईश्वर विषय आत्मा प्रकाशन बहुत गौरवयुक्त बहुत गौरवयुक्त। आम 18 पद देखुछु किंतु आम्भे माने समस्ते अनाच्छादित मुखर दर्पण देखिला परी प्रभु को गौरव देखु देखु गौरवयुक्त अवस्था अधिक गौरवमय अवस्था प्राप्त होई ताहांको से मूर्ति रे परिवर्तित होउछ। माने देखंतो से वाक्य द्वारा आमानकर जीवन मध्य परिवर्तित होउछि। आमे माने मध्य रूपांतरित होउछु। आमानकर जीवन धीरे धीरे आमानकर पुराना स्वभावटा हुए तो हमर मुहर कलर चेंज हो नै कालियार अधिक कालिया ही जाउछि किंतु आत्मा कोन होछि आमानकर सेही पुराना आत्मा बा जीवन परिवर्तित होउछि। लोक मान को आलो तू एते कला पड़ी गलु तू एते झड़ी गलु तो चुटी कुआडे गला चुटी सब बेले थिबो दांत सब बेले थिबो कलर सब बेले थिबो एटा सब बेले नथिबो एटा लोप पाइबो किंतु आमे कोन होछु ख्रीष्टन को गौरवमय प्रतिमूर्ति रे आमे कोन होछु परिवर्तित होई आसुछु। केते सुंदर भाबरे से स्थान लिखुछु आमे से पद टिके पढ़िबा यात्रा पुस्तक तार 33 पर्व 20 पद। से आहुरी कहिले तुम्भे आंबर मुख देखि पारिबो नाही कारण मनुष्य आंब को देखि बंचिबो नाही। कोन माने भाबी देखंतु तुमरो मुख लोक देखिबा पई जदी एम्ति कहउचंती मुह गळे होचंती आमर मुख केमती थिबो प्रभु कहबा पई चाहंती। प्रभु टिके गौरव मसा को देले आ से गौरव को लोक मान देखि पार नांती तेरे से गौरवमय ईश्वर गौरव केमती नथिबो। हालेलुया। मसांकर आवरण मसांको आवरण दरकार तो प्रभु को कहीं देखी भी पारिबन एते गौरवमय परमेश्वर अटंती। आमाने कोन होछु धीरे धीरे परिवर्तित होछु से गौरवमय प्रतिमूर्ति ताहांको नामर गौरव हो लेखा जाछि। प्रभुंको गौरव देखु देखु गौरव युक्त अवस्था अधिक गौरव युक्त अवस्था प्राप्त होई ताहांकर से मूर्ति रे परिवर्तित होछु। प्रभुंको नामर जय गान हो। एठी आमे देखुछु महान ईश्वरकर श्रेष्ठ नियम। आमे प्रथम अंश देखुतिलु जे जणे लोक यात्रा करबा समय ताकू आज्ञा पत्र सहित से जाउथिले आ द्वितीय विषय आमे देखुछु एठी ए दीटा फलक जा मांसमय फलक आ प्रस्तरर फलक लेखा देला दीटा जाको गौरवयुक्त थिला किंतु ए जो प्रस्तरर फलक जा लेखा देथिला ताहा दंडर सेवा कार्य पाइथिला ताहा मध्ये गौरवयुक्त थिला। तेबे धार्मिकतार सेवा कार्य जा हम मांसमय हृदय लेखा जायछि ता केते अधिक गौरवयुक्त नथिबो। प्रभु आपण मान को प्रत्येक को बाहुल्य रूपे आशीर्वाद करंतु प्रार्थना करिबा। अनुग्रहकारी पिता परमेश्वर